ବରଂ ଭଲ ହେଇଥାନ୍ତା ସେ ଯଦି ମତେ ଜୀବନରୁ ମାରି ଦେଇଥାନ୍ତା। ହରି ମା, ଆଜିକି 30 ବର୍ଷ ତଳେ ଆମର ପିଲା ଛୁଆ କିଛି ନଥିଲେ, ତଥାପି ଆମେ ସ୍ୱାମୀ ସ୍ତ୍ରୀ 2 ଜଣ ଯାକ ବହୁତ ଖୁସିରେ ଥିଲୁ। ସମୁଦ୍ର କୂଳରୁ ଅଳିଆ ଗୋଟେଇ ସେ ବିହାରୀ ବୁଢ଼ାକୁ ବିକ୍ରି କରୁଥିଲା, ଆଉ ତାଠୁ ସବୁଦିନେ 50 ଟଙ୍କା ମାଗି ନେଇ ମୁଁ ମଦ ପିଉଥିଲି। ମୁଁ ସବୁଦିନେ ମଦ ପିଏ ବୋଲି ସେ ମତେ ବହୁତ ଗାଳି ଦଉଥିଲା, ହେଲେ ସବୁଦିନେ ମତେ ମଦ ପିଇବା ପାଇଁ ସେ 50 ଟଙ୍କା ଦଉଥିଲା। ସମୁଦ୍ର କୂଳରୁ ଅଳିଆ ଗୋଟଉ ଗୋଟଉ ପିଲା ବକଟେ ପାଇଲାନି ଯେ ସେଇ ଛୁଆ ଝିଅଟା ପାଇଁ ତାର ସବୁ ସୁଖ ହଜିଗଲା। ହରି ମା, ସେଇ ଛୁଆ ଝିଅଟା ଆମ ସ୍ୱାମୀ ସ୍ତ୍ରୀ 2 ଜଣଙ୍କୁ ବାପା ମା ଡାକି ଏମିତି ମାୟା ଜାଲରେ ଛନ୍ଦି ଦେଲା ଯେ ଆମକୁ ଯେମିତି ଲାଗିଲା ସେ ଆମ ଝିଅ ଚାନ୍ଦ ନୁହଁ, ସିଏ ସରଗର ଚାନ୍ଦ ଆମ ଅଗଣାକୁ ଓହ୍ଲେଇ ଆସିଛି। ସେ ଝିଅଟା ତମଠାରୁ କୁଆଡେ ହଜି ଯାଇଛି? କଣ କହିଲ ମା? ସେ ଝିଅ ଆମ ପାଖରୁ ହଜି ଯାଇଛି, ଏ କଥା ତମେ ଜାଣିଲ କେମିତି? ଯୋଉ ଦିନଠୁ ଆମ ଝିଅ ଚାନ୍ଦ ଆମ ପାଖରୁ ଚାଲିଗଲା, ଆମ ହସ ଖୁସିର ସଂସାରରେ ନିଆଁ ଲାଗିଗଲା, ଆଉ ମୋ ସ୍ତ୍ରୀଟା ବି ପାଗେଳି ହେଇଗଲା। ଆଉ ସବୁଦିନେ ମଦ ପିଉଥିବା ଏ ରଘୁଆଟା ସବୁଦିନ ପାଇଁ ମଦ ପିଇବା ଛାଡ଼ିଦେଲା। ଯୋଉ ରଘୁଆ ସବୁଦିନେ ମଦ ପିଇ ସମୁଦ୍ର କୂଳରେ ବୁଲୁଥିଲା, ସେଇ ରଘୁ ଆଜି କାନ୍ଧରେ ଜରି ପକେଇ ଖଣ୍ଡିଆ ବୋତଲ ଆଉ ଚିରା ଜରି ଖୋଜୁଛି। ସେଇଥିରେ ମୁଁ ଯାହା ରୋଜଗାର କରୁଛି ଏ ପାଗଳିଟାକୁ ଡାକ୍ତର ଦେଖାଉଛି, ଆଉ ଔଷଧ ଟିକେ କିଣି ଖାଇବାକୁ ଦଉଛି। ସେ କଣ ଭଲ ହଉନାହାନ୍ତି? ନାଇଁ ମା, ଡାକ୍ତର